ଜୟ ଜଗନ୍ନାଥ ସାଇନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବର୍ତ୍ତମାନ ଅଙ୍ଗନବାଡ଼ି ତରଫରୁ ବହୁତ ବଡ଼ ନିଯୁକ୍ତି। ତେଣୁ ମହିଳାମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ। ତେଣୁ ଜଣେ ଶିକ୍ଷିତ ମହିଳା ରୋଜଗାରକ୍ଷମ ହେବା ପାଇଁ ଏହା ବହୁତ ବଡ଼ ମାଧ୍ୟମ। ତେଣୁ ଆପଣଙ୍କ ଜିଲ୍ଲାରେ ହେଉ କିମ୍ବା ଆପଣଙ୍କ ବ୍ଲକ କେତୋଟି ପୋଷ୍ଟ ବାହାରି ଦେଖନ୍ତୁ। ବର୍ତ୍ତମାନ ରାଜ୍ୟ ସରକାର 700ରୁ ଉର୍ଦ୍ଧ୍ୱ ଅଙ୍ଗନବାଡ଼ି କର୍ମୀ ହେଉ ବା ଟିଚର କିମ୍ବା ସହାୟିକା ଏଥିରେ ପୋଷ୍ଟ ବାହାରିଛି। ତେଣୁ ଆପଣମାନେ ଏହାକୁ କିପରି ଆବେଦନ କରିବେ ଏବଂ ଆପଣଙ୍କ ଜିଲ୍ଲାରେ କେତୋଟି ପୋଷ୍ଟ ବାହାରିଛି ବା ଆପଣଙ୍କ ବ୍ଲକ ଅନୁଯାୟୀ କେତୋଟି ରହିଛି ପୋଷ୍ଟ ଆପଣମାନେ କିପରି ଜାଣିପାରିବେ। ତେଣୁ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଆପଣଙ୍କୁ କହିବି କେତେ ପୋଷ୍ଟ ବାହାରିଛି। ତେଣୁ ବର୍ତ୍ତମାନ ଦେଖନ୍ତୁ, ରାଜ୍ୟ ସରକାର ବି ଅଙ୍ଗନବାଡ଼ି କର୍ମୀମାନଙ୍କ ଦରମା ବୃଦ୍ଧି କରିଥିଲେ। ତେଣୁ ଏଥିରେ ଆପଣମାନେ ବୃଦ୍ଧି ଦରମା ପାଇବେ। ତେଣୁ ଆପଣମାନେ ଏହାକୁ କିପରି ଆବେଦନ କରିବେ ଚାଲନ୍ତୁ ଦେଖିବା। ଦେଖନ୍ତୁ, ଆମେ ସମସ୍ତେ ମୋବାଇଲ ଫୋନ୍ ୟୁଜ୍ କରୁଛେ। ତେଣୁ ଆମେ ମୋବାଇଲ ଫୋନ୍ରେ କିପରି ଜାଣିପାରିବା ଯେ ଅଙ୍ଗନବାଡ଼ି ପୋଷ୍ଟ କେତେ ବାହାରିଛି। ଦେଖନ୍ତୁ, ଆପଣ ଏଠି ସର୍ଚ୍ଚ କରିବେ। ଜଷ୍ଟ ଆପଣ କିଛି ନାହିଁ, ଜଷ୍ଟ ଆପଣ ଅଙ୍ଗନବାଡ଼ି ସର୍ଚ୍ଚ କରିବେ। ଅଙ୍ଗନବାଡ଼ି ଦେଖନ୍ତୁ, ପ୍ରଥମ ଅପସନ୍ଟି ଆସିବ। ତାପରେ ଆପଣମାନେ ଦେଖନ୍ତୁ ଏଠି ଆସିଲା। ତାପରେ ଆପଣମାନେ ଏଠି କ୍ଲିକ୍ କରିବେ। ଆପଣମାନେ ଟିକେ କିଛି ସମୟ ୱେଟ୍ କରିବେ। ଦେଖନ୍ତୁ, ଆର ହୋମ୍ ପେଜ୍ଟି ଆସିବ। ଦେଖନ୍ତୁ, ଏହିପରି ଗୋଟେ ଆସିଲା ଇଣ୍ଟରଫେସ୍। ଆପଣମାନେ ନିଜ ଏଠି ଡିଷ୍ଟ୍ରିକ୍ଟ କ୍ଲିକ୍ କରିବେ। ଆପଣ ଯେକୌଣସି ଡିଷ୍ଟ୍ରିକ୍ଟ ହେଉ, ଆପଣ ସେକୌଣସି ଡିଷ୍ଟ୍ରିକ୍ଟ କରିବେ। ମୁଁ ସପୋଜ୍ ଏଠି କ୍ଲିକ୍ କଲି, ସପୋଜ୍ ମୁଁ ଗଞ୍ଜାମ ଏଠି କ୍ଲିକ୍ କଲି। ସପୋଜ୍ ତୁମ ଡିଷ୍ଟ୍ରିକ୍ଟ ଗଞ୍ଜାମ ନୁହେଁ, କିନ୍ତୁ ଗଞ୍ଜାମ ସପୋର୍ଟ କଲି। ତାପରେ ଆପଣ ଦେଖିବେ ଯେ କେଉଁ ପୋଷ୍ଟ ପାଇଁ ଏଠି ଆପଣମାନେ ସର୍ଚ୍ଚ କରିବେ। ୟା ୱାର୍କର ହୁଏ ହେଲ୍ପର କି ଡେଭଲପମେଣ୍ଟ। ଦେଖନ୍ତୁ, ଯଦି ହେଲ୍ପର ପାଇଁ ଦେଖୁଛନ୍ତି, ଜଷ୍ଟ ଆପଣ ଏଠି କ୍ଲିକ୍ କରିବେ। ତାପରେ ଆପଣ ଯଦି ସର୍ଚ୍ଚ ଅପସନ୍ ରହିଛି ଏଠି ଆପଣ କ୍ଲିକ୍ କରିବେ। ଦେଖନ୍ତୁ, ଏହିପରି ଆପଣ ଟିକେ ୱେଟ୍ କରନ୍ତୁ। ଦେଖନ୍ତୁ, ଆପଣଙ୍କ ଏରିଆରେ ଦେଖନ୍ତୁ ପୋଷ୍ଟ ବାହାରିଲା। ଏଠି ହେଲ୍ପର ପୋଷ୍ଟ ରହିଛି। ତେଣୁ ମୋର୍ ଦେନ୍ 700ରୁ ଉର୍ଦ୍ଧ୍ୱ ଏଠି ପୋଷ୍ଟ ରହିଛି। ଆପଣମାନେ ନିଜର ବ୍ଲକର ଏବଂ ଏରିଆର ବା ନିଜ ଗାଁର ରିକ୍ରୁଟମେଣ୍ଟ ଜାଣିପାରିବେ। ସେ ଅନୁସାରେ ଆପଣ ଆପ୍ଲାଏ କରିବେ। ଏବଂ ଦେଖନ୍ତୁ କିପରି ଏହାକୁ ଆବେଦନ କରିବେ। ଆପଣମାନେ ଏହିପରି ନିଜ ସର୍ଚ୍ଚ କରିବେ ଆଉ ନିଜ ଏରିଆକୁ ବା ନିଜ ଡିଷ୍ଟ୍ରିକ୍ଟକୁ ଏଠି ସର୍ଚ୍ଚ କରିକି ଜାଣିପାରିବେ ଯେ କେତେ ପୋଷ୍ଟ ରହିଛି। ତାପରେ ଆପଣ ଆପ୍ଲାଏ କରିବା ପୂର୍ବରୁ ଦେଖନ୍ତୁ ଯେ କ୍ୱାଲିଫିକେସନ୍ ଅଛି 12th। ଆପଣ ମଷ୍ଟ 12th ପାସ୍ ହେଇଥିବେ ଆଉ ମହିଳା କ୍ୟାଣ୍ଡିଡେଟ୍ ହେଇଥିବେ। ତାପରେ ଦେଖନ୍ତୁ ଯେ ଆର ସିଲେକ୍ସନ୍ ପ୍ରୋସିଡ୍ କ'ଣ ନା ମେରିଟ୍ ବେସିସ୍ରେ ଆପଣମାନେ ସମସ୍ତେ ଆବେଦନ କରିବେ। ତାପରେ କ'ଣ ହେଇଛି ନା ମେରିଟ୍ ବେସିସ୍ରେ ଏଠି ସିଲେକ୍ସନ୍ ହେବ। ତେଣୁ ସେଥିପାଇଁ ଆପଣମାନେ ସମ୍ପୂର୍ଣ୍ଣ ରୂପେ ଜାଣିବେ। ଦେଖନ୍ତୁ, ଆପଣ କିପରି ଆପ୍ଲାଏ କରିବେ। ସପୋଜ୍ ଆପଣ ଚାହୁଁଛନ୍ତି ଯେ ଦେଖନ୍ତୁ ଏଇଠି ଗୋଟେ ଅଛି ଯେ ଅଲାରିଗଡ଼ 2 ଗଞ୍ଜାମ ଡିଷ୍ଟ୍ରିକ୍ଟ ସେରାଡ଼ ବ୍ଲକ ଏଠି ଗାଁ ରହିଛି। ଏଠି ଦେଖନ୍ତୁ ଗୋଟେ ଅପସନ୍ ଅଛି ଆପ୍ଲାଏ ନାଓ। ଏଠି ଆପଣ କ୍ଲିକ୍ କରିବେ। କ୍ଲିକ୍ କରିକି ଆପଣ ଷ୍ଟେପ୍ ବାଇ ଷ୍ଟେପ୍ ଆପ୍ଲାଏ କରିବେ। ତେଣୁ ମଷ୍ଟ ଆପଣ +2 ପାସ୍ ହୋଇଥିବେ। ତା ସହିତ ଆପଣମାନଙ୍କ ରେସିଡେନ୍ସ ସାର୍ଟିଫିକେଟ୍ ନିହାତି ଥିବା ଦରକାର ଏବଂ OBC ଆପଣ ଯେଉଁ କ୍ୟାଟେଗୋରୀର ସେଇ କ୍ୟାଟେଗୋରୀ ସାର୍ଟିଫିକେଟ୍ ଏବଂ 2ଟି ଫଟୋ ଏ ସମସ୍ତ ଏକାଠି କଲା ପରେ ଆପଣମାନେ ଆପ୍ଲିକେସନ୍ ପ୍ରୋସିଡ଼୍କୁ ଯିବେ। ଦେଖନ୍ତୁ ଏଠି ଅଛି ଯେ ଆପ୍ଲାଏ ନାଓ। ଏଠି ଆପଣ କ୍ଲିକ୍ କରିବେ। ଏଠି କ୍ଲିକ୍ କରି ଆପଣମାନେ କ'ଣ କରିବେ ନା ଷ୍ଟେପ୍ ବାଇ ଷ୍ଟେପ୍ ଏଠି ଆପ୍ଲାଏ କରିବେ। ଏହିପରି ଭାବରେ ନିଜର ଡିଷ୍ଟ୍ରିକ୍ଟ ଚୁଜ୍ କରନ୍ତୁ ଏବଂ ଆପଣ ଏରିଆରେ କେତେ ପୋଷ୍ଟ ବାହାରିଛି ତାହା ଚେକ୍ କରନ୍ତୁ ଏବଂ କେଉଁ ପୋଷ୍ଟ ବାହାରିଛି ଏ ଡିଟେଲ୍ସ ଚେକ୍ କଲା ପରେ ଆପଣ ଷ୍ଟେପ୍ ବାଇ ଷ୍ଟେପ୍ ଆପ୍ଲାଏ କରିବେ।